ଷୋହଳତମ ବାଲେଶ୍ୱରର ଲୋକକଳା ଯୌକୁଣ୍ଡି ବାହାଘର ପାଇଁ ରାମନବମୀ ଅବସରରେ କଣ୍ଢେଇ ଗଢ଼ା କାର୍ଯ୍ୟ ଆଜି କୁମ୍ଭକ୍ଷେତ୍ରରେ ଆରମ୍ଭ ହୋଇଛି। ଏହି ଅବସରରେ ଏକ ସଭା କମିଟିର କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପାତ୍ରଙ୍କ ପୌରୋହିତ୍ୟରେ ପରିଚାଳିତ ହୋଇଥିଲା। ମୁଖ୍ୟ ଅତିଥି ଭାବରେ ଆଇଟିଆର୍ର ସହ ନିର୍ଦ୍ଦେଶକ ନୀଳାଦ୍ରି ରାୟ ଓ ତାଙ୍କର ସହଧର୍ମିଣୀ ମୌସୁମୀ ଦାସ ପଟ୍ଟନାୟକ ଯୋଗ ଦେଇ କଣ୍ଢେଇ ଗଢ଼ା କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପସଭାପତି ବିପ୍ଳବ ମହାନ୍ତି, ସହ ସମ୍ପାଦକ ରଘୁନାଥ ଲେଙ୍କା, କୋଷାଧ୍ୟକ୍ଷ ବ୍ୟୋମନାଥ ରଥ, ସଦସ୍ୟ ବିଶ୍ୱଦୀପ ପଣ୍ଡା, ପରେଶ ଦାସ, ନୀଳମଣି ମଣ୍ଡଳ ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଉପଦେଷ୍ଟା କେଶୁ ଦାସ ପ୍ରାକ୍ କଥା ରଖିଥିବା ବେଳେ ସମ୍ପାଦକ ଡାକ୍ତର କୁମାର ଗୋପାଳ ଶେଷରେ ସମସ୍ତଙ୍କୁ ସାଧୁବାଦ ଜଣାଇଥିଲେ। ତ୍ରିବେଣୀରୁ ପାଣି ଓ ମାଟି ନେଇ ସଦସ୍ୟ ନିରଞ୍ଜନ ଗିରି ଓ ତପନ ବାବା ପହଞ୍ଚିବା ପରେ ପାରମ୍ପରିକ କୁମ୍ଭାର ସଦନ ବେହେରା, ଯୌକଣ୍ଢେଇ ଶିଳ୍ପୀ କନକଲତା ଦାସ ଓ ତାଙ୍କର ସହଯୋଗୀମାନେ କଣ୍ଢେଇ ଗଢ଼ା କାର୍ଯ୍ୟ ଆରମ୍ଭ କରିଥିଲେ। ଏହି ପରିପ୍ରେକ୍ଷୀରେ ସେଠାରେ ଯୌକଣ୍ଢେଇ ବାହାଘର ଉତ୍ସବ କମିଟିର 30ରୁ ଉର୍ଦ୍ଧ୍ୱ ସଦସ୍ୟ ଉପସ୍ଥିତ ଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ଯୌକଣ୍ଢେଇ ଦୁଇ ଜଣଙ୍କର ନାମ ବାଇମୁଣ୍ଡି ଓ ମଣି ରଖାଯାଇଛି ବୋଲି କାର୍ଯ୍ୟକାରୀ ସଭାପତି ଉପେନ୍ଦ୍ର ପାତ୍ର ଜଣାଇଅଛନ୍ତି। ଦେଖନ୍ତୁ, ଆଜି ଆମର ଯୌକଣ୍ଢେଇ ବାହାଘର ଉତ୍ସବ କମିଟିର ଯେଉଁ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ ଆମର ଏ ବର୍ଷ 16 ବର୍ଷ ଆରମ୍ଭ ହୋଇଛି। ଏଥିରେ ଏଇ ଯୌକଣ୍ଢେଇ ତିଆରି ହୁଏ, ଯୌକଣ୍ଢେଇ ମୁଖ୍ୟତଃ ଆଗେ ମାଟିରୁ କାଦୁଅରୁ ତିଆରି ହେଇଥାଏ ଏବଂ ତାପରେ ସେଟା ପୋଡ଼ା ଯାଏ। ପୋଡ଼ିକି ସେଟା ଟାଣ ହୁଏ। ଟାଣ ହେଲା ପରେ ଜୌର ପ୍ରଲେପ ଦିଆ ହେଇକି ତାକୁ ବିଭିନ୍ନ ପ୍ରକାର ରଙ୍ଗ ବେରଙ୍ଗ କରିକି ସୁସଜ୍ଜିତ କରାଯାଇଥାଏ। ପ୍ରତିବର୍ଷ ଆମର ଯେଉଁ ପଞ୍ଜିକା ହେଇଛି ସେ ପଞ୍ଜିକା ଅନୁଯାୟୀ ଏଇ ଯୌକଣ୍ଢେଇ ଆରମ୍ଭ ହୁଏ ସେଇଟା ଆମର ଯେଉଁ ଶ୍ରୀରାମ ନବମୀ ଦିନ ଆରମ୍ଭ ହେଇଥାଏ। ଏ ଯେଉଁ ମାଟି ଆସିଥାଏ ଭାରତବର୍ଷର ବିଭିନ୍ନ ଧାର୍ମିକ ପୀଠରୁ ସବୁ ନଦୀମାନଙ୍କରୁ ସବୁ ଆସିଥାଏ ମାଟି ଏବଂ ଜଳ ଆସିଥାଏ। ତାକୁ ଏଠି ମିଶ୍ରଣ କରାଯାଏ। ଆମର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ଗ୍ରହଣରେ ଏବଂ ଯେଉଁ ଶିଳ୍ପୀ ଥାଆନ୍ତି ଶିଳ୍ପୀମାନଙ୍କୁ ସମ୍ମାନିତ କରାଯାଇଥାଏ। ସେମାନେ ଶୁଦ୍ଧ ପୂତ ଅବସ୍ଥାରେ ତାକୁ ପୂଜାର୍ଚ୍ଚନା କରାଯାଇକି ଏଇ ଯୌକଣ୍ଢେଇ ତିଆରି କରାଯାଏ। ଏ ବର୍ଷ ଆମେ ଗୋଟେ ଭିନ୍ନ ଧର୍ମର ନାମକରଣ କରିଛୁ ଯେ କଟକର ଯେଉଁ ରିଙ୍ଗ ରୋଡ ରହିଛି, ଯୋଉଟା କଟକ ଆଗରୁ ଯେଉଁ ବନ୍ୟା ପ୍ଲାବିତ ରହୁଥିଲା ସେ ସମୟରେ ବାୟୁମଣ୍ଡିକେମର ଯେଉଁ ସ୍ଥାନ ବହୁତ ଭୂମିକା ଥିଲା, ଗୋଟେ ଐତିହାସିକ ତଥ୍ୟକୁ ନେଇକି କରିଛୁ। ସେଇ ବାୟୁମଣ୍ଡିକେ ହେଉଛନ୍ତି ନାୟକ ବା ଆମର ଆଜିର ଏ ବର୍ଷର ବର ଏବଂ ତାଙ୍କର ନାୟିକା ହିସାବରେ ଆମେ ମଣିକୁ ନେଇଛୁ, ଅର୍ଥାତ୍ ବାୟୁମଣ୍ଡିକି ଓ ମଣିଙ୍କର ବିବାହ ପାଇଁ ଆମେ ଏ ବର୍ଷ ସିଦ୍ଧାନ୍ତ ନେଇ ଅନୁଭବ ତ ଅତ୍ୟନ୍ତ ନିଆରା। ଆଜି କଣ୍ଢେଇ ଗଢ଼ା କାର୍ଯ୍ୟକ୍ରମ ରାମନବମୀରେ କୁମ୍ଭକ୍ଷେତ୍ରରେ ଅନୁଷ୍ଠିତ ହେଲା ଏବଂ ଏଇ ଦ୍ୱାରା ଆମର ଯୌକଣ୍ଢେଇ ବାହାଘରର ବାଇମୁଣ୍ଡି ଆଉ ମଣିର ବାହାଘରର ସମସ୍ତ ପର୍ବର ଆଜି ଶୁଭାରମ୍ଭ। ଆଜି କୁମ୍ଭକ୍ଷେତ୍ରରେ କୁମ୍ଭାରଙ୍କ ଦ୍ୱାରା ଏବଂ ଶିଳ୍ପୀଙ୍କ ଦ୍ୱାରା এই କାର୍ଯ୍ୟର ଶୁଭାରମ୍ଭ ହେଇଛି। ଏହା ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ସମସ୍ତ ସଂସ୍କାର ପ୍ରେମୀ ଯୁବ ଛାତ୍ରଠୁ ଆରମ୍ଭ କରି ବୁଦ୍ଧିଜୀବୀ ପର୍ଯ୍ୟନ୍ତ ସମସ୍ତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆମର ପରମ୍ପରା ଓ ସଂସ୍କାରର ଆଦର ପାଇଁ ଆମେ ଏହି କାର୍ଯ୍ୟକ୍ରମକୁ ଆଗରେ ମଧ୍ୟ ଆଗେଇ ନେବାର ବହୁତ ଦରକାର ଅଛି ଆମଙ୍କ ପାଇଁ, ସମାଜ ପାଇଁ। ଏବଂ ଆଜି ଏହି ଶୁଭ ମୁହୂର୍ତ୍ତରେ ଆମେ ସମସ୍ତେ ଏଇଠି ଏକାଠି ହେଇକି ସେଇ ସମୟକୁ ମନେ ପକେଇଲୁ ଯେତେବେଳେ କି ଆମର ଏକ ନିଆରା ବାହାଘର ମହୋତ୍ସବ ଏକ ସମାଜକୁ ଏକତ୍ରିତ କରୁଥିଲା ଏବଂ ଆଜି ବି ସମାଜର ଏକତ୍ରୀକରଣର ଆବଶ୍ୟକତା ଥିଲାବେଳେ ଏହି ମହୋତ୍ସବ ଏବଂ ଏହି ସଂସ୍କାର ପରମ୍ପରା ଏବଂ ନିଜକୁ ସୁସ୍ଥ ନିରୋଗ ରଖିବାର ପ୍ରୟାସ ଏବଂ ଆମର ସଂସ୍କାରଧର୍ମୀ କାର୍ଯ୍ୟକ୍ରମ ଆଗକୁ ଏହିପରି ଭାବରେ ସମାଜ ପ୍ରତି ଦିଗ୍ଦର୍ଶନ ଦେଉ, ତାହା ଆମ ସମସ୍ତଙ୍କର କାମ୍ୟ।